नमस्कार मु हर्ष परिच्छा मोर यूट्यूब चैनल को आपको स्वागत जनाऊँगी। এই ভিডিওରେ ଆମେ ବିଶେଷ କରି ଆଲୋଚନା କରିବା ଯେ ଆରଟିଆଇ ର ସେକ୍ସନ 30 ଏବଂ 31 କଣ କହୁଛି। ସୂଚନା ଅଧିକାର ଅଧିନିୟମ ଯୋଉ ଅଛି ଆପଣଙ୍କର ସେ ତାର 30 ଆଉ 31 କଣ କହୁଛି। ତେବେ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ এই ভিডিওটি ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣଙ୍କର ପ୍ରତ୍ୟେକଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ଇନ୍ସପିରେସନ ଯୋଗାଉଛି ବା ପ୍ରେରଣା ଯୋଗାଉଛି, ଯୋଉ ଦ୍ୱାରା ଆମେ ଆପଣମାନଙ୍କ ପାଖରେ ଗୋଟେ ନୂଆ ନୂଆ ଭିଡିଓ ବା ନୂଆ ନୂଆ ତଥ୍ୟ ଉପସ୍ଥାପନ କରିବା ପାଇଁ ଗୋଟେ ବଳ ପ୍ରାପ୍ତ କରୁଛୁ। ତେଣୁ ଧନ୍ୟବାଦ। ତେବେ ଆରମ୍ଭ କରିବା ଆଜିର ବିଷୟବସ୍ତୁ, ଯାହାକି ସୂଚନା ଅଧିକାର ଅଧିନିୟମର ଧାରା 30 ଏବଂ ଧାରା 31 କଣ କହୁଛି। ତ ତା ପୂର୍ବରୁ ମୁଁ ଆପଣମାନଙ୍କ ପାଖକୁ ନେବି ଯେ ଧାରା 30 କହୁଛି ପାୱାର ଟୁ ରିମୁଭ ଡିଫିକଲ୍ଟିଜ। ପାୱାର ଟୁ ରିମୁଭ ଡିଫିକଲ୍ଟିଜ ଅର୍ଥାତ ଏଇ ଯୋଉ ସୂଚନା ଅଧିକାର ଅଧିନିୟମକୁ ପ୍ରଣୟନ କଲା ବେଳେ ଯଦି କୌଣସି ପ୍ରକାର ଯଦି ଡିଫିକଲ୍ଟି ସୃଷ୍ଟି ହଉଛି ତାହେଲେ ତାକୁ ରିମୁଭ କରିବା, ନୂଆ ନିୟମ ପ୍ରଣୟନ କରିବା। ଏଇଟା ହଉଛି ତାର ମୁଖ୍ୟ ବିଷୟବସ୍ତୁ। ଏଇ ମୁଖ୍ୟ ବିଷୟବସ୍ତୁ ଭିତରେ ଆମେ ଦେଖିବା ଗୋଟେ ପରେ ଗୋଟେ ଆଲୋଚନା କରିବା ଯେ ସେକ୍ସନ 30 ର ଅ, ସେକ୍ସନ 30 ର ଉପସେକ୍ସନ 1 କଣ କହୁଛି। ଡିଫିକଲ୍ଟି ଇଫ ଏନି ଡିଫିକଲ୍ଟି arises in giving effect to provision of this act, the Central Information Commission made order or published in the official gazette, in the official gazette, in order to smooth functioning or implement of this RT Act, or appear to it to be necessary to expedient for removal of the difficulties। କହିବାକୁ ଗଲେ ଯଦି କୌଣସି ଏଇ ଯୋଉ ସୂଚନା ଅଧିକାର ଅଧିନିୟମରେ ଯଦି କୌଣସି ଡିଫିକଲ୍ଟି ରାଇଜେସ୍ କଲା, ତାହେଲେ ସରକାରୀ ଗେଜେଟ ନୋଟିଫିକେସନ ରେ, ସରକାରୀ ଗେଜେଟରେ ବା ସରକାରୀ ଗେଜେଟରେ ପ୍ରକାଶିତ କରିବାକୁ ପଡିବ ଗୋଟେ ରୁଲ ତିଆରି କରିକି, ବା ଆପଣଙ୍କର ଡିଫିକଲ୍ଟିକୁ ରିମୁଭ, ତା ପୂର୍ବରୁ ଯୋଉ ଡିଫିକଲ୍ଟି ଥିଲା ରୁଲ ଥିଲା ତାକୁ ରିମୁଭ କରିକି ନୂଆ ରୁଲକୁ ସରକାରୀ ଗେଜେଟରେ ଉପସ୍ଥାପିତ କରିବାକୁ ପଡିବ। ଏଇଟା କହୁଛି ସେକ୍ସନ 30 ର 1। ତାପରେ ଆଉ କହୁଛି କଣ, ପ୍ରୋଭାଇଡେଡ ଦାଟ expiry of a period of 2 years from the date of commencement of this act, order shall be made after the, ଅର୍ଥାତ 2 ବର୍ଷ ପର୍ଯ୍ୟନ୍ତ, ଆରମ୍ଭ ହେବାର 2 ବର୍ଷ ପର୍ଯ୍ୟନ୍ତ କୌଣସି ଅର୍ଡର ଆପଣଙ୍କର କଣ ଆପ୍ରୁଭ କରିବା ଆବଶ୍ୟକ ନାହିଁ, ବା କୌଣସି ଅର୍ଡର ବାହାର କରିବାକୁ ଆବଶ୍ୟକ ନାହିଁ। 2 ବର୍ଷ ପର୍ଯ୍ୟନ୍ତ ଯାହା ଚାଲିଛି, ଯୋଉ ରୀତିନୀତି, ଯୋଉ ରୁଲ ରେଗୁଲେସନ, ଯୋଉ ଗାଇଡଲାଇନ ସେଠି ଚାଲୁ ରହିବ। କିନ୍ତୁ ଏକ୍ସପାୟରି ଅଫ 2 ବର୍ଷ ପରେ ପର୍ଯ୍ୟନ୍ତ ଯାହା ବି ଚାଲିଛି ତା ତା ସପକ୍ଷରେ ବା 2 ବର୍ଷ ପରେ ସେପରି କୌଣସି ଆଦେଶ ଆଉ ଦିଆଯିବ ନାହିଁ। କୌଣସି ଆଦେଶ ଦିଆଯିବ ନାହିଁ, କୌଣସି ଆଦେଶ ଦିଆଯିବ ନାହିଁ। ଏ କଥାଟି ଲେଖା ଅଛି ଆପଣଙ୍କର ସେକେଣ୍ଡ ପାରା, ସେକ୍ସନ 30 ର 1 ର ସେକେଣ୍ଡ ପାରାରେ। ତାପରେ ସେକ୍ସନ 30 ର ଉପସେକ୍ସନ 2 କଣ କରୁଛି ନା, ଏଭ୍ରି ଅର୍ଡର ମେଡ୍ ଅଣ୍ଡର ଦିସ୍ ସେକ୍ସନ ସାଲ as soon as possible ମେ ଲେଟ୍ ବିଫୋର ଇଚ୍ ହାଉସ। ଯେତେବେଳେ ଆପଣଙ୍କର ଯଦି କିଛି ଏରାଇଜ ଇମ୍ପ୍ଲିମେଣ୍ଟରେ କିଛି କିଛି ଡିଫିକଲ୍ଟିସ୍ ହେଲା, ବା ଆପଣଙ୍କର ପ୍ରୋବ୍ଲେମ ହେଲା, ବା ଆପଣଙ୍କର ବାଧା ହେଲା, ବା ହିଣ୍ଡ୍ରାନ୍ସ ହେଲା, ତାହେଲେ ନୂଆ ନିୟମ ତିଆରି କରିବେ, ଗାଇଡଲାଇନ ତିଆରି କରିବେ, ବା ସର୍କୁଲାର ତିଆରି କରିବେ ସରକାରୀ ଗେଜେଟରେ, ସରକାରୀ ଗେଜେଟ ନୋଟିଫିକେସନ ରେ ବା ସରକାରୀ ଗେଜେଟ ରେ ପ୍ରକାଶିତ କରିବା ପାଇଁ ଆପଣ କଣ କରିବେ ନା, ଆପଣଙ୍କର ଉଭୟ ହାଉସ ପାର୍ଲାମେଣ୍ଟ ଏବଂ ରାଜ୍ୟସଭାରେ ଆଗତ କରିବେ। ବିଧାନସଭାରେ ରାଜ୍ୟ ତରଫରୁ ବିଧାନସଭାରେ ଆଗତ, ଯଦି ବି ରାଜ୍ୟସଭା ବିଧାନସଭା ତରଫରୁ ବା ଷ୍ଟେଟ ଲେଜିସ୍ଲେଚର ସେ ତରଫରୁ ଯଦି କାମ କରାଯାଇଛି, ଷ୍ଟେଟ ଲେଭେଲରେ ଯଦି କାମ କରାହେଇଛି ବା ନୂତନ ନିୟମ ରୁଲ ଟାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କର ହାଉସରେ ବିଧାନସଭାରେ ତାକୁ ପ୍ରଣୀତ କରିବାକୁ ପଡିବ। ବିଶେଷ କରି ଆପଣଙ୍କର ଏଇଟା କୁହାଯାଉଛି ସେଣ୍ଟ୍ରାଲ ଇନଫର୍ମେସନ କମିଶନ। ସେଣ୍ଟ୍ରାଲ ଇନଫର୍ମେସନ କମିଶନ ଯଦି କିଛି ଡିଫିକଲ୍ଟିଜ ଦେଖିଲେ ବା କିଛି ପ୍ରୋବ୍ଲେମ ଦେଖିଲେ ଇମ୍ପ୍ଲିମେଣ୍ଟେସନ ହେବାରେ, ତାକୁ ରିମୁଭ କରିପାରିବେ। ତାକୁ ରିମୁଭ କରି ଆପଣଙ୍କର ସରକାରୀ ଗେଜେଟ ରେ ପ୍ରକାଶିତ କରିପାରିବେ ନୂଆ ନିୟମ, ଯେମିତିକି ସ୍ମୁଥ ଭାବରେ ଇମ୍ପ୍ଲିମେଣ୍ଟ ହେଇପାରିବ ଆରଟି ଆକ୍ଟ। ଏବଂ ଏଥିରେ ଆଉ ଗୋଟେ ବିଷୟ ଅଛି ଆପଣମାନଙ୍କର, ଯେ 2 ବର୍ଷ ଆରମ୍ଭ ହେବା ଠାରୁ 2 ବର୍ଷ ପର୍ଯ୍ୟନ୍ତ ସେମିତି କିଛି ଆଦେଶ ଦିଆଯିବ ନାହିଁ। ତାପରେ ଆପଣଙ୍କର କଣ, ଷ୍ଟେଟ ଗଭର୍ଣ୍ଣମେଣ୍ଟ କଥା ଯଦି କହିବା, ବା ଆପଣଙ୍କର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ କଥା, ଯାହା ବି ରୁଲ ରେଗୁଲେସନ ଆପଣ ତିଆରି କଲେ, ଗାଇଡଲାଇନ କଲେ, ତାହା ବିଫୋର ହାଉସ, ପାର୍ଲାମେଣ୍ଟର ହାଉସ ଅଛି ତାକି ଲୋୟର ହାଉସ, ଅପର ହାଉସ, ସେଥିରେ ଆପଣଙ୍କର ଲେ ଡାଉନ ହେବାକୁ ପଡିବ ସେଇ ରୁଲ ଏବଂ ରେଗୁଲେସନ ସରକାରୀ ଗେଜେଟ ନୋଟିଫିକେସନରେ ପ୍ରକାଶିତ କରିବା ପାଇଁ। এইটা ହେଲା ଆପଣଙ୍କର ସେକ୍ସନ 30 କହିଲା। ତାପରେ ଯିବା ସେକ୍ସନ 31 କଣ କହୁଛି
ନା ଦି ଫ୍ରିଡମ ଅଫ ଇନଫର୍ମେସନ ଆକ୍ଟ 2002 ଇଜ ହିୟର ବାय ରିପିଲ୍ଡ। ଅର୍ଥାତ 2002ରେ ଆମର 2005ରେ ଦେଶବ୍ୟାପୀ ସୂଚନା ଅଧିକାର ଅଧିନିୟମ ଲାଗୁ ରହିଲା। କିନ୍ତୁ ତା ପୂର୍ବରୁ ଆମ ଓଡିଶାରେ 2002 ଫ୍ରିଡମ ଅଫ ଇନଫର୍ମେସନ ଆକ୍ଟ 2002 ଥିଲା। ତେବେ ଯେତେବେଳେ ଆପଣଙ୍କର ଏହି ସୂଚନା ଅଧିକାର ଅଧିନିୟମ 2005 ଆସିଗଲା, ସେଇ ଦିନ ଠାରୁ ଏଇ ଯୋଉ 2002 ଫ୍ରିଡମ ଅଫ ଇନଫର୍ମେସନ ଆକ୍ଟ ନିରସିତ ହେଲା। ଅର୍ଥାତ କଣ ହେଲା? ୱିଡ୍ର ହେଲା, ରିପିଲ୍ଡ ହେଲା, ୱିଦ୍ର ହେଲା ବା ନିରସିତ ହେଲା। ଏଇଟା ହେଲା ସେକ୍ସନ 30 ଏବଂ 31 ର ମୁଖ୍ୟ ବିଷୟ। ମୁଁ ଭାବୁଛି ଆପଣମାନେ ନିଶ୍ଚିତ ଭାବରେ এই ଭିଡିଓଟି ଦେଖିଛନ୍ତି ଏବଂ ଭିଡିଓଟିକୁ ଲାଇକ୍ ସେୟାର କରିବାରେ ଆପଣମାନେ ଭୁଲିବେ ନାହିଁ, କାରଣ ଆପଣମାନଙ୍କର ସେ ସବସ୍କ୍ରାଇବଟି ଆମକୁ ବିଶେଷ ଭାବରେ ସାହାଯ୍ୟ କରୁଛି। ଭିଡିଓ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି। ନମସ୍କାର।